ଉତ୍କଳମଣି ଗୋପବନ୍ଧୁ ଦାସ କହିଥିଲେ, ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର କାରାବାସେ ମୋର ହେଲ କି କାତର। ମୋ ଦେଶବାସୀମାନେ ସମସ୍ତେ ମୋର ଅନ୍ତର ରକ୍ତର ସମ୍ପର୍କ। କିନ୍ତୁ ଏବେ ତଥାପି କିଛି ଲୋକଙ୍କ ମନରେ ନିଜର ପରର ଅଛି। ହଉ ଠିକ୍ ଅଛି, ଆମେ ଯଦି ନିଜ ଲୋକଙ୍କର ନ ହେଇପାରିବା ପର ଲୋକଙ୍କର ହେଇପାରିବାନି। ଗୋଟେ ଜାଗାରେ ତିନି ଭାଇ, ସାନ ଭାଇଟି ଟିକେ ହାବା ରକମର, କିଛି କରେ ନା। ବଡ଼ ଦୁଇ ଭାଇ ବିଚକ୍ଷଣ ବୁଦ୍ଧିମାନ, କୋଟି କୋଟି ଟଙ୍କାର ଅଧିକାରୀ। ସାନ ଭାଇଟି ବାପାଙ୍କ ଭଳି ଫେସ୍, ବାପାଙ୍କ କଳା ଆଣିଛି। ତା'ର ଦୁଇଟି ଝିଅ। ଏ ବଡ଼ ଦୁଇ ଭାଇ ତାକୁ ସାଙ୍ଗରେ ରଖିଛନ୍ତି। ତା ସହିତ ତା ଝିଅକୁ ପାଠ ପଢ଼ିବାର ସୁଯୋଗ ଦେଇଛନ୍ତି। ତା ସହିତ ତା'ର ବାହାଘର ମଧ୍ୟ ଧୁମଧାମରେ କରିବେ, ଯେହେତୁ ଏକତ୍ର ପରିବାର। କିନ୍ତୁ କେତେକ ପରିବାରରେ ଗୋଟେ ଭାଇର ଯଦି ରୋଜଗାର ନାହିଁ ତାକୁ ଭିନ୍ନ କରିଦିଆଯାଏ। ଏଟା ହେଉଛି ହୀନମନ୍ୟତା। ଯାହାହେଲେ ସେ ଆମର ଭାଇ। ଆମେ ଯଦି ନିଜର ନ ହେଇପାରିବା ଆମେ ପର ଲୋକଙ୍କର କେମିତି ହେଇପାରିବା? ତେଣୁ ପ୍ରଥମେ ଆମେ ନିଜର ହେବାକୁ ପଡ଼ିବ।